ଅସାବଧାନତାରୁ ଗୁଳି ବାଜି ହୋମଗାର୍ଡ ଆହତ। ଗଜପତି ଜିଲ୍ଲା ସଦର ମହକୁମା ପାଳାକିମୁଣ୍ଡିଠାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସୂଚନା ପ୍ରକାରେ ଉପରସ୍ଥ ଅଧିକାରୀଙ୍କ ବନ୍ଧୁକରୁ ଗୁଳି ବାଜି ଜଣେ ହୋମଗାର୍ଡ ଆହତ ହୋଇଥିବା ଜଣାପଡ଼ିଛି। ପୁଲିସ ଘଟଣାକୁ ଲୁଚାଇ ରଖିଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାଳାକିମୁଣ୍ଡିରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ବହୁ ସଂଖ୍ୟାରେ କନେଷ୍ଟବଳ, ହୋମଗାର୍ଡ ଓ ଅଧିକାରୀଙ୍କ ଚଳଚଞ୍ଚଳ ଦେଖିବାକୁ ମିଳିଥିଲା। ବିଶେଷ ସୂଚନା ଅନୁଯାୟୀ ଜିଲ୍ଲାର ଜଣେ ପିଏସ୍ଓ ତାଙ୍କ ନିଜ ବନ୍ଧୁକ ସଫା କରୁଥିବା ବେଳେ ଭୁଲ ବଶତଃ ଗୁଳି ଫୁଟିଯିବା ଫଳରେ ହୋମଗାର୍ଡ ଜଣକ ଆହତ ହୋଇଥିବା ଖବର ରହିଛି, ଯାହା ଫଳରେ ସେଠାରେ କାର୍ଯ୍ୟରତ ଜନୈକ ହୋମଗାର୍ଡଙ୍କ ଆଣ୍ଠୁରେ ଗୁଳି ବାଜି ଆର ପାର୍ଶ୍ୱକୁ ଚାଲିଯାଇଥିବା ଶୁଣିବାକୁ ମିଳିଛି। ଫଳରେ ହୋମଗାର୍ଡଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର 63 ନମ୍ବର ଶଯ୍ୟାରେ ଚିକିତ୍ସିତ କରୁଥିବା ନେଇ ଆଜି ସକାଳ 6ଟା ବେଳେ ସୂଚନା ମିଳିଛି।